ସେଥିରେ ଦିଶୁଟି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ଦୁନିଆ ଚୁପ୍ କର। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ମାଥ୍ୟୁ 4:4। ମାଥ୍ୟୁ 6:5। ପ୍ରାର୍ଥନା କରିବା ସମୟରେ କପଟିମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖିବା ପାଇଁ ସମାଜଗୃହ ଓ ଚକକଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। ପ୍ରକାଶିତ 3:19। ଆମେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଅତଏବ ଉଚ୍ଚକି ହୋଇ ମନ ପରିବର୍ତ୍ତନ କର। ଏଫେସୀୟ 5:36। ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ତାହାକୁ ସେ ପରିଷ୍କାର କରନ୍ତି ଓ ପବିତ୍ର କରନ୍ତି। ସେ ରକ୍ତ ନିମିତ୍ତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। ପ୍ରକାଶିତ 19:13। ମାଥ୍ୟୁ 6:18। ଯେପରି ତୁମେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଏ, ବରଂ ଗୋପନରେ ଥିବା ତୁମ ପିତାଙ୍କ ସାକ୍ଷାତରେ ଦେଖାଯିବ। ଆଉ ତୁମର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମକୁ ଫଳ ଦେବେ। ମାଥ୍ୟୁ 6:18। ଯେପରି ତୁମେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଏ, ବରଂ ଗୋପନରେ ଥିବା ତୁମ ପିତାଙ୍କ ସାକ୍ଷାତରେ ଦେଖାଯିବ। ଆଉ ତୁମ ପିତା ଯେ ଗୋପନରେ ଦେଖନ୍ତି, ସେ ତୁମକୁ ଫଳ ଦେବେ।